नमः शिवाय नमः मंगल करता अंतरजामी रिद्धि सिद्धिका जे स्वामी मंगल करता अंतरजामी रिद्धि सिद्धिका जे स्वामी प्रथम पूज्य से परम देव से सबुरी कषण करंती से नाश श्री गणेश 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 श्री गणेश। ज्ञानेश्वर से सत्य स्वरूप से ही सनातन नित्य पुणी से ज्ञानेश्वर से सत्य स्वरूप से ही सनातन नित्य पुणी से समयर सीमा श्री गणेश से अंत आरंभ मध्य पुणी से श्री गणेश 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 श्री गणेश। भक्ति कले से शक्ति दियांती भय बंधन से मुक्ति दियांती भक्ति कले से शक्ति दियांती भय बंधन से मुक्ति दियांती निराकार से साकार पुणी से सब जुगार आधार विषय श्री गणेश 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 श्री गणेश। मु सत्य एवं सदाचारर प्रतीक भक्ति मु सत्यव्रत एवं सदाचारी आभूषण पूजा कार्तिकेय एवं मयूरेश्वर कैलासरे प्रकट हुअन्ति गौरीपुत्र श्री गणेश हिमाचल महलरे नंदी को द्वंद्वरे पकान्ति कार्तिकेय कृपारु नंदी श्री गणेश कृपा प्राप्त करन्ति नारदଙ୍କ परामर्शरे अगस्त्यଙ୍କ चिंतार अंत हुए। दर्शन दियंतु सूर्यदेव दर्शन दियंतु सूर्यदेव दर्शन दियंतु दर्शन दियंतु सूर्यदेव दर्शन दियंतु दर्शन दियंतु सूर्यदेव दर्शन दियंतु दर्शन दियंतु सूर्यदेव। मु जानी नथिली आपण एते मात्रा रे निष्ठुर सूर्यदेव मु कोन ए दीर्घ प्रतीक्षार कारण जानी पारे कि महाराणी उग्रा तमे निजर उग्र रूप को शांत कर तपस्या जते कठिन हुए वरदान भी सेते श्रेष्ठ मिलता है मु तुमको वरदान दबा को ही प्रकट होइछि माग निज इप्सित वर माग। सूर्यदेव तपस्या समय रे मु जने महान पराक्रमी विराट पुत्र पे इच्छा करिथिली जे निज शक्ति रे
ତିନି ଲୋକର ସମ୍ରାଟ ହୋଇପାରିବ। ମୁଁ ତୁମକୁ ପୁତ୍ରର ବରଦାନ ଦେଇପାରେ ମହାରାଣୀ। ସେ ଶକ୍ତିଶାଳୀ ଆଉ ବିରାଟ ବି ହବ, କିନ୍ତୁ କିନ୍ତୁ ମୋ ବରଦାନରେ ସେ ତିନି ଲୋକର ସ୍ୱାମୀ ହେଇପାରିବନି। ଅର୍ଥାତ୍ ଜଣକୁ ତିନି ଲୋକର ସ୍ୱାମୀ କରିବାର ଶକ୍ତି ଆପଣଙ୍କ ଠାରେ ନାହିଁ। ଆପଣ ମୋର ଅପମାନ କରୁଛନ୍ତି ମହାରାଣୀ ଉଗ୍ରା। ଆପଣଙ୍କ ଭଳି ନିଷ୍ଠୁର ଏବଂ ଶକ୍ତିହୀନ ଅପମାନର ହିଁ ଯୋଗ୍ୟ। ଆପଣ ଯଦି ମୋତେ ମନବାଞ୍ଛିତ ବରଦାନ ନ ଦେଇପାରିବେ ତେବେ ଆପଣ ପ୍ରକଟ ହେଲେ କାହିଁକି? ଆପଣ ମୋର ସମୟ ନଷ୍ଟ କଲେ କାହିଁକି? ପୂର୍ବରୁ ଜାଣିଥିଲେ ମୁଁ ଆପଣଙ୍କୁ ତପସ୍ୟା କରିନଥାନ୍ତି ସୂର୍ଯ୍ୟଦେବ। ନିଜର ଆରାଧ୍ୟଙ୍କୁ ଅପମାନ ଆଉ ଅସମ୍ମାନ କରି ତମେ ସର୍ବନାଶକୁ ନିମନ୍ତ୍ରଣ କରିଛ ମହାରାଣୀ ଉଗ୍ରା। ଏହାର ପରିଣାମ ତୁମେ ହିଁ ଭୋଗିବ। ସୂର୍ଯ୍ୟଦେବ, ମୁଁ ଆପଣଙ୍କୁ ପୁତ୍ର ପାଇଁ ନିବେଦନ କରିଥିଲି, ପରନ୍ତୁ ଏ ଅଗ୍ନିର ପିଣ୍ଡୁଳା ଦେଇ ଆପଣ ମୋ ସହିତ ଭୟଙ୍କର ଛଳନା କରିଛନ୍ତି। ୟାକୁ ମୁଁ ନିଜ ପାଖରେ ରଖିପାରିବିନି। ୟାକୁ ନିଜ ପାଖରେ ରଖିବାର ଅର୍ଥ ନିଜର ଅପମାନ। ଆଉ ମୋ ଜନ୍ମ ନିଜର ଅପମାନ ଆଉ ଅସମ୍ମାନ ସହିବା ପାଇଁ ହୋଇନାହିଁ। ସୂର୍ଯ୍ୟଦେବ, ମୁଁ ଆପଣଙ୍କୁ କଳଙ୍କିତ କରିବା ପାଇଁ ଆପଣଙ୍କ ତପସ୍ୟାର ପ୍ରତିଫଳ ରୂପକ ଏ ବିଷକୁ ଏବେ ତ୍ୟାଗ କରିଦେବି। ମହାରାଣୀ ଉଗ୍ରା, ମତେ ତମେ ଚିହ୍ନ? ମୁଁ ତମର ସେଇ ପୁତ୍ର ଯାହାକୁ ତମେ ଜନ୍ମ ଦେଇ ତ୍ୟାଗ କରିଥିଲ। ଯଦି ତମେ ମତେ ମାର ମମତା ଆଉ ସ୍ନେହ ଦେଇଥାନ୍ତ ତେବେ ଅଗ୍ନିମୟ ରୂପ ଶାନ୍ତ ଥାନ୍ତା, କିନ୍ତୁ ତମେ ମତେ ସମୁଦ୍ରକୁ ଫିଙ୍ଗି ଦେଇ ନିଜ ମାତୃତ୍ୱକୁ ଲାଞ୍ଛିତ କରିଦେଲ। ମହାରାଣୀ ଉଗ୍ରା, ଧନୁରୁ ନିର୍ଗତ ତୀର ଆଉ ମୁଖ ନିଃସୃତ ବଚନ କେବେ ବି ଫେରି ଆସି ନଥାଏ। ତମେ ମତେ ତ୍ୟାଗ କରିଛ, ଏବେ ଆଉ ମୁଁ ତମର ପୁତ୍ର ହେଇ ନପାରେ। ନାଇଁ ନାଇଁ ପୁତ୍ର ନାଇଁ, ତୁମକୁ ଫେରି ଆସିବାକୁ ହବ। ନିଜ ମାତାଙ୍କ ଭୁଲକୁ କ୍ଷମା କରିଦେବାକୁ ହବ। ଅସମ୍ଭବ ମହାରାଣୀ ଉଗ୍ରା, ଅସମ୍ଭବ। ନାଇଁ ନାଇଁ, ସୂର୍ଯ୍ୟଦେବଙ୍କ ବରରୁ ଜନ୍ମିତ ମୋର ଅଗ୍ନିମୟ ସାତ୍ବିକ ଶରୀର ସାଗର ଜଳର ସ୍ପର୍ଶ ପାଇବା ମାତ୍ରକେ ଦୈତ୍ୟ ଜ୍ୟୋତିରେ ରୂପାନ୍ତରିତ ହେଇଗଲା। ତାର ଏବେ ତୁମ ପାଖକୁ ଫେରିବା ଅସମ୍ଭବ। ଅସମ୍ଭବ ମହାରାଣୀ ଉଗ୍ର, ଅସମ୍ଭବ। ତୁମେ କଣ ନିଜ ମାତାକୁ ଦଣ୍ଡ ଦେବାକୁ ଚାହୁଁଛ? ତମେ ଯେତେବେଳେ ମତେ ତ୍ୟାଗ କରି କଠୋର ଦଣ୍ଡ ଦେଇଥିଲ ସେତେବେଳେ ତୁମ ମନରେ ପ୍ରଶ୍ନ ଉଠିଲାନି କାହିଁକି? ମହାରାଣୀ ଉଗ୍ର, ମୋର ଭୁଲ ହେଇଯାଇଛି ପୁତ୍ର। ମାତା କେବେ ଭୁଲ କରିନଥାନ୍ତି, ମାତା କେବେ କୁମାତା ବି ହେଇନଥାନ୍ତି, କିନ୍ତୁ ତମେ ମାତା ଶବ୍ଦର ମର୍ଯ୍ୟାଦାକୁ ଭଙ୍ଗ କରିଛ। ତୁମ ଭଳି ନାରୀକୁ ମୁଁ କଦାପି ନିଜ ମାତା ରୂପେ ସ୍ୱୀକାର କରିପାରିବିନି। ଚାଲିଯାଅ ଏଠୁ, ଚାଲିଯାଅ। ନାଇଁ ପୁତ୍ର ନାଇଁ, ଏତେ କଠୋର ହୁଅ ନାହିଁ। ନିଜ ମାତାକୁ କ୍ଷମା କରିଦିଅ ପୁତ୍ର, କ୍ଷମା କରିଦିଅ। କୋଉ ମାତା? କାହାର ମାତା? ନା ତୁମେ ମୋ ମାତା ନା ମୁଁ ତମ ପୁତ୍ର। ମୁଁ ତ ଏବେ ସିନ୍ଧୁର ସ୍ପର୍ଶ ପାଇ ନିଜେ ସିନ୍ଧୁ ପାଲଟି ଯାଇଛି। ମୋ ନାଁ ସିନ୍ଧୁ ଦୈତ୍ୟ, ଅସୁରଙ୍କ ଅଧିପତି, ଅସୁର ସମ୍ରାଟ, ରାକ୍ଷସଙ୍କ ରାଜା ସିନ୍ଧୁ ଦୈତ୍ୟ।
देवगुरु ए कौ दैत्यर अट्टहास्यर स्वर देवराज ए अटहास्यर स्वर महापराक्रमी दैत्य सिंधुर महापराक्रमी दैत्य सिंधु देवगुरु किंतु ये अचानक केमिति प्रकट हैला देवराज दैत्य सिंधु दैत्य महाराणी उग्रांक उग्र तपस्यार परिणाम उग्रांक तपस्या अर्थात नारायण नारायण देवराजेन्द्र महाराणी उग्रा निज आराध्य भगवान सूर्य तपस्या समय भगवान सूर्यदेवंकर अपमान करथिले आउ सेथिरे क्रोधित होई सूर्यदेव तांको अग्निमय पुत्र प्रदान करी दंडित करिसेंती। ए विशालकाय दैत्य को देखि एमिति तो लागुनी जे ये सूर्यदेवंक द्वारा दंडित बोली आपणक अनुमान सत्य इंद्रदेव सूर्य देवता को अग्निमय रूप प्रदान करथिले किंतु माता उग्रांक घोर तपस्या पाई सिंधु जलर स्पर्श मात्र के ये भयंकर दैत्यर शरीर पाइबारे सफल होइगला। ताहले तो ये आम स्वर्ग ऊपर भी आक्रमण करि पारे देवराज ए मुहूर्त ये विशाल शरीरधारी अवश्य किंतु एतेटा शक्ति संपन्न नुहे जे दैत्य सेना प्रकट करी स्वर्ग उपर आक्रमण करि परिबो। नारायण नारायण सिंधु दैत्य को स्वर्ग उपर आक्रमण करिवार शक्ति प्राप्त करिबा पई निज मातांको भଳି ही सूर्यदेवंक आराधना करिबाकू हेबो। मु तो बुझी पारुनी जे दैत्यंकु साधना आराधना और तपस्या करिवार आज्ञा काहेकि दिया जाउछि। नारायण नारायण देवराजेन्द्र ए प्रश्न पचारि आपण सृष्टिर व्यवस्था प्रश्न चिन्ह लगांतुनी जहार फल भल हबनी। आपण सत्य कहउचंती देवर्षि कौनसी भी दैत्य बा असुर को देखि मु निज ऊपर नियंत्रण रखि पारुनी एभली परामर्श दियंतु जहा मो पई हितकर। नारायण नारायण देवराजेन्द्र सूर्यदेव आपणकर भाई आपण तांको जाई कहंतु जे तपस्या करिवा सत्य भी से सिंधु दैत्य को वरदान देबेनी। आपण को परामर्श उचित देवर्षि मु निज अनुज सूर्य को विवश करदेवी जे से दुष्ट को वरदान देवाकू जीवेनी। प्रणाम गुरुदेव भगवान सूर्यदेव कौन देवराज इंद्र को कथा मानिबे? ए बड़ कठिन प्रश्न नारद यार उत्तर तो समय ही देव। ओम नमः शिवाय 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 ओम नमः शिवाय। भगवान भोलानाथंकर जय। महादेव हिमालय राज माता पार्वती आउ भ्राता कुमार कार्तिकेय तथा श्री गणेश को सेठी अटकई देले। नंदी महाराज आपणक बिना सम्मति रे हिमालय राज तो सेमानकु रोकी नथिबे। महादेव से समस्त स्नेह देखी मते सम्मति देवाकू पड़िला मते क्षमा करंतु भोलानाथ। ओम महागणेशाय नमः ओम नमः शिवाय ओम मयूरेश्वराय नमः। नारायण नारायण हे भोलानाथ महाराणी उग्रांक उग्र तपस्या कारणरू सूर्यंक वरदान एवं उदंड स्वरूप जन्मित सिंधु दैत्य भयानक रूप धारण करिछि। हे भोलानाथ मते लागुछि जे सिंधु दैत्य संसार को एपट सेपट करिदेव। भोलानाथ एभली अनर्थ करंतु नाही देवर्षि महादेवंक समाधि रे बाधा देबा आपणक पई भलो हेबो नाही। यथाज्ञा मयूरेश्वर। ओम नमः शिवाय। ओम नमः शिवाय ओम नमः शिवाय ओम नमः शिवाय ओम नमः शिवाय।
ମୁଁ ଏ ସଂସାରର ସବୁଠୁ ବଡ଼ ପରାକ୍ରମୀ ଦୈତ୍ୟ ସମ୍ରାଟ। ମୁଁ ନିଜ ଶକ୍ତିରେ ସମସ୍ତଙ୍କୁ ବଦ୍ଧ କରିଦେବି। ଯିଏ ମତେ ବିରୋଧ କରିବ ମୁଁ ତାକୁ ତୃଣ ସମ ଉଡ଼େଇ ଦେବି। ତୁମ ପରାକ୍ରମ ଉପରେ ମୋର ଟିକେ ବି ସନ୍ଦେହ ନାହିଁ ସିନ୍ଧୁ ଦୈତ୍ୟ, କିନ୍ତୁ ଏମିତି ଭାବେ ନିଜ ପରାକ୍ରମର ଦୁରୁପଯୋଗ କର ନାହିଁ। ଏହାର ପରିଣାମ ତମ ପାଇଁ ଭଲ ହବନି। ମହାପରାକ୍ରମୀ ସିନ୍ଧୁ ଦୈତ୍ୟକୁ ପରିଣାମର ଭୟ ଦେଖେଇବାକୁ ତମେ କିଏ? ତମକୁ କଣ ନିଜ ଜୀବନ ପ୍ରିୟ ନୁହେଁ? ସିନ୍ଧୁ ଦୈତ୍ୟର କ୍ରୋଧ ତୁମ ଜୀବନର ଅନ୍ତ କରିପାରେ ମୂର୍ଖ। ସାବଧାନ ସିନ୍ଧୁ ଦୈତ୍ୟ, ତୁମେ ଏକଥା ଭୁଲି ଯାଉନି ଯେ ତୁମେ ଏ ମୁହୂର୍ତ୍ତରେ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ସମ୍ମୁଖରେ ଅଛ। ଜଣେ ଦୈତ୍ୟ ହେଇଥିବା ଯୋଗୁଁ ମୋତେ ସମ୍ମାନ କରିବା ତୁମର କର୍ତ୍ତବ୍ୟ। କୋଉ ଗୁରୁ? କାହାର ଗୁରୁ? ନା କେହି ମୋର ଗୁରୁ, ନା ମୁଁ କାହାର ଶିଷ୍ୟ। ଦୈତ୍ୟ, ଅସୁର ଆଉ ରାକ୍ଷସ ଜାତିରେ ଜନ୍ମ ନେଉଥିବା ପ୍ରତ୍ୟେକ ପ୍ରାଣୀ ମୋର ଶିଷ୍ୟ ହେଇଥାଏ। ଟିକେ ନିଜକୁ ଦେଖ ଆଉ ମତେ ଦେଖ। ଯେତେବେଳେ ତମେ ମୋର ସମାନ ହିଁ ନୁହଁ, ମୋର ଗୁରୁ କେମିତି ହେଇପାରିବ? ଓಂ ନମଃ ଶିବାୟ। ଓಂ ନମଃ ଶିବାୟ। ତୁମର ମୂର୍ଖାମିକୁ ସନ୍ତୁଷ୍ଟ କରିବା ପାଇଁ ମୋତେ ନିଜ ଚମତ୍କାରୀ ସିଦ୍ଧିକୁ ପ୍ରୟୋଗ କରିବାକୁ ପଡ଼ିଲା। ନିଜର ଗର୍ବ ଓ ଅଭିମାନକୁ ତ୍ୟାଗ କରି ମୋ କଥା ଧ୍ୟାନ ଦେଇ ଶୁଣ ସିନ୍ଧୁ ଦୈତ୍ୟ। ତମ କଥା ଶୁଣିବା ପୂର୍ବରୁ ମୁଁ ତମକୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି। ଯଦି ତମେ ମୋତେ ସଠିକ ଉତ୍ତର ଦିଅ, ତେବେ ଅବଶ୍ୟ ମୁଁ ତମ କଥା ଶୁଣିବା ଉପରେ ବିଚାର କରିବି। ପଚାର, କ'ଣ ତୁମେ ପଚାରିବାକୁ ଚାହୁଁଛ? ଜଣେ ସାମାନ୍ୟ ନାରୀ ଗର୍ଭରୁ ଜନ୍ମ ନେବା ସତ୍ତ୍ୱେ ବି ମୋତେ ଅଗ୍ନିମୟ ଶରୀର କାହିଁକି ପ୍ରାପ୍ତ ହେଲା? ସାଗରର ସ୍ପର୍ଶ ମାତ୍ରକେ ମୋ ଭିତରେ ଦୈତ୍ୟ ଭାବ କାହିଁକି ଉଦ୍ରେକ ହେଲା? ସିନ୍ଧୁ, ତୁମ ମାତା ଉଗ୍ରା ସୂର୍ଯ୍ୟଙ୍କ ଆରାଧନା କରିବା ସମୟରେ ତୁମର ଏହି ବିରାଟ ରୂପର କଳ୍ପନା କରିଥିଲା। କିନ୍ତୁ 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 କହୁ କହୁ ତମେ ରହିଗଲ କାହିଁକି? ୟାଠୁ ଅଧିକ କ'ଣ ତମେ ଜାଣିନ? ଏଇ ଅଜ୍ଞାନ ସହିତ କ'ଣ ତମେ ମହାପରାକ୍ରମୀ ସିନ୍ଧୁ ଦୈତ୍ୟର ଗୁରୁ ହେବାକୁ ଚାହୁଁଛ? ମୂର୍ଖଙ୍କ ଭଳି କଥା କହି ମୋର ସମୟ ନଷ୍ଟ କର ନାହିଁ ସିନ୍ଧୁ। ତେବେ କୁହ, ମତେ ଅଗ୍ନିମୟ ଶରୀର କାହିଁକି ପ୍ରାପ୍ତ ହେଲା? ଯେତେବେଳେ ସୂର୍ଯ୍ୟଦେବ ତୁମ ମାତାଙ୍କ କଠୋର ତପସ୍ୟା ପାଇଁ ବରଦାନ ଦେବାକୁ ପହଞ୍ଚିଲେ, ଉଗ୍ରା ନିଜର ଜନ୍ମ ହେବାକୁ ଥିବା ପୁତ୍ର ପାଇଁ 3 ଲୋକର ସାମ୍ରାଜ୍ୟ ମାଗି ବସିଲେ। ଏ ବରଦାନ ଦେବା ସୂର୍ଯ୍ୟଦେବଙ୍କ ବଶରେ ନଥିଲା। ସେ ଅସ୍ୱୀକାର କରିବା ପରେ ତୁମ ମାତା ତାଙ୍କୁ ଅପମାନିତ କଲେ। କ୍ରୋଧିତ ସୂର୍ଯ୍ୟଦେବଙ୍କ କ୍ରୋଧ ପାଇଁ ତୁମକୁ ଅଗ୍ନିମୟ ଶରୀର ପ୍ରାପ୍ତ ହେଲା। ଅଗ୍ନିମୟ ଶରୀର ସାଗର ଜଳ ସ୍ପର୍ଶ ପାଇ ପରିବର୍ତ୍ତନ କାହିଁକି ହେଲା? ତୁମ ମାତାଙ୍କ ତପସ୍ୟାର ପ୍ରଭାବରୁ ତୁମକୁ ବିରାଟକାୟ ଆଉ ପରାକ୍ରମୀ ହେବାର ଶକ୍ତି ପ୍ରାପ୍ତ ହେଲା। ସାଗରର ଶୀତଳ ଜଳର ସ୍ପର୍ଶ ମାତ୍ରକେ ହିଁ ସୂର୍ଯ୍ୟଦେବଙ୍କ କ୍ରୋଧ ଶାନ୍ତ ହେଇଗଲା, ଆଉ ତୁମେ ବିଶାଳକାୟ ଦୈତ୍ୟ ପାଲଟିଗଲ। ମୁଁ ତମ କଥା ଉପରେ ବିଶ୍ୱାସ କରି ନେଉଛି। କୁହ, କ'ଣ କହିବାକୁ ଚାହୁଁଛ? ମୋ କଥା ଧ୍ୟାନ ଦେଇ ଶୁଣ ସିନ୍ଧୁ ଦୈତ୍ୟ। ଯଦି ତୁମେ ସଂସାରର ସବୁଠୁ ଶ୍ରେଷ୍ଠ ଆଉ ଶକ୍ତିଶାଳୀ ଦୈତ୍ୟ ହେବାକୁ ଚାହୁଁଥାଅ, ତେବେ ଆମ ଦୈତ୍ୟଙ୍କ ଆରାଧ୍ୟ ଭଗବାନ ଶିବଙ୍କୁ ଆରାଧନା କର। ନା ନା ଶୁକ୍ରାଚାର୍ଯ୍ୟ, ଶିବ ଆରାଧନାର ତ ପ୍ରଶ୍ନ ହିଁ ଉଠୁନି। ମୁଁ ଭଗବାନ ସୂର୍ଯ୍ୟଦେବଙ୍କ ଆରାଧନା କରିବି। ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରି ମୁଁ ତାଙ୍କଠୁ ବିଶ୍ୱବିଜୟୀ ଆଉ ସର୍ବଶକ୍ତିମାନ ହେବାର ବରଦାନ ପ୍ରାପ୍ତ କରିବି। ଯାହା ମହାରାଣୀ ଉଗ୍ରା ପ୍ରାପ୍ତ କରିନାହାନ୍ତି, ମୁଁ ତାକୁ ଅବଶ୍ୟ ପ୍ରାପ୍ତ କରିବି। ସାବଧାନ ସିନ୍ଧୁ ଦୈତ୍ୟ, ମୋ ପରାମର୍ଶକୁ ଆଡ଼େଇ ଦେଇ ତୁମେ ନିଜ ସର୍ବନାଶକୁ ହିଁ ନିମନ୍ତ୍ରଣ କରୁଛ। ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟର ପରାମର୍ଶ ମାନି ନେବାରେ ହିଁ ତୁମର ମଙ୍ଗଳ ନିହିତ ଅଛି। ସିନ୍ଧୁ ଦୈତ୍ୟର ମଙ୍ଗଳ ତାର ଏଇ 2 ପରାକ୍ରମୀ ଭୁଜରେ ଲୁଚି ରହିଛି। ତମର ଯାହା କହିବାର ଥିଲା ତମେ କହିସାରିଛ, ଆଉ ମୋର ଯାହା ଶୁଣିବାର ଥିଲା ମୁଁ ଶୁଣି ସାରିଛି। ଆଉ ମୁହୂର୍ତ୍ତଟି ବିଳମ୍ବ ନ କରି ଯେମିତି ଆସିଥିଲ ସେମିତି ଅଦୃଶ୍ୟ ହେଇଯାଅ। ଅହଙ୍କାରୀ ସିନ୍ଧୁ ଦୈତ୍ୟ, ନିଜ ଗୁରୁଙ୍କ ଆଜ୍ଞା ଅବଜ୍ଞା କରି ତୁମେ ନିଜ ସର୍ବନାଶକୁ ସୁନିଶ୍ଚିତ କରିଛ।
तुमे सूर्यदेव को प्रसन्न करी जेते बड़ वरदान पाओना कहीं तुमर विनाश निश्चित। तुमे दुनियार सर्वोच्च शक्ति द्वारा निश्चय मरिब। निजे नहीं थिबा निष्पत्ति को सिंधु दैत्य कौन भी मूल्य रे बदल पारिबनी, किंतु तमे से सर्वोच्च शक्ति को अवश्य सावधान करिदब। जेमिति ए महापराक्रमी सिंधु दैत्य तांको पई संकट पलटि न जाऊ।